प्राइमेरी लेवल पिलामानक पई ओरालर अभ्यास क्वेश्चन नंबर 1 24 ର ବୃହତ୍ତମ ଗୁଣନୀୟକ କିଏ? 24 ବା ସେ ନିଜେ। 2 ନମ୍ବର ପ୍ରଶ୍ନ ହେଲା ଗୋଟିଏ ସ୍ଥୂଳକୋଣୀ ତ୍ରିଭୁଜର କେତୋଟି ସୂକ୍ଷ୍ମ କୋଣ ଥାଏ? 2ଟି। 3 ନମ୍ବର ପ୍ରଶ୍ନ ହେଲା ଗୋଟିଏ ସଂଖ୍ୟାରେ କେଉଁ ସଂଖ୍ୟା ଯୋଗ କଲେ ପରବର୍ତ୍ତୀ ସଂଖ୍ୟା ମିଳେ? 1 ଯୋଗ କଲେ। 4 ନମ୍ବର ପ୍ରଶ୍ନ ହେଲା କୋଣ ମାପିବା ଯନ୍ତ୍ରଟିର ନାମ କ'ଣ? ପ୍ରୋଟ୍ରାକ୍ଟର। 5 ନମ୍ବର ପ୍ରଶ୍ନ ହେଲା 3ଟି 200 ଟଙ୍କା ବଦଳରେ ଗୋଟିଏ 500 ଟଙ୍କା ଓ କେତୋଟି 50 ଟଙ୍କା ମିଳିବ? 2ଟି 50 ଟଙ୍କା ମିଳିବ। ପ୍ରଶ୍ନ ନମ୍ବର 6 ହେଲା ଗୋଟିଏ ବସ୍ତୁର 10 ସମାନ ଭାଗରୁ କେତେ ଭାଗ ନେଲେ ଅଧା ହେବ? 5 ଭାଗ। 7 ନମ୍ବର ପ୍ରଶ୍ନ ହେଲା 2ଟି ମୌଳିକ ସଂଖ୍ୟାର ଗସାଗୁ କେତେ? 1। 8 ନମ୍ବର ପ୍ରଶ୍ନ ହେଲା 2003 ମସିହାରେ ଫେବୃଆରୀ ମାସ କେତେ ଦିନିଆ ଥିଲା? 28 ଦିନିଆ। ଯେଉଁ କୋଣର ପରିମାଣ 0 ଡିଗ୍ରୀରୁ ଅଧିକ ଓ 90 ଡିଗ୍ରୀରୁ କମ୍ ତାହାକୁ କେଉଁ କୋଣ କୁହାଯାଏ? ସୂକ୍ଷ୍ମ କୋଣ କୁହାଯାଏ। 10 ନମ୍ବର ପ୍ରଶ୍ନ ହେଲା ଗୋଟିଏ ଇଟାର ପାର୍ଶ୍ୱ ସଂଖ୍ୟା କେତେ? 6। 11 ନମ୍ବର ପ୍ରଶ୍ନ ହେଲା ରୁଲ୍ ବାଡ଼ିର ଆକୃତି କିପରି? ସିଲିଣ୍ଡର। 12 ନମ୍ବର ପ୍ରଶ୍ନ ହେଲା କେଉଁ ଘନବସ୍ତୁର ଗୋଟିଏ ଶୀର୍ଷ ଅଛି? କୋନ୍ର। ପ୍ରଶ୍ନ ନମ୍ବର 13 ହେଲା 10ର 4 ଗୁଣ ସହ 8ର କେତେ ଗୁଣ ସମାନ ଅଟେ? 10ର 4 ଗୁଣ ହେଉଛି 10 ଚଉକୁ 40। ଆମେ 8ରେ କେତେ ଗୁଣିଲେ 40 ପାଇବା? 8ର 5 ଗୁଣ। 14 ନମ୍ବର ପ୍ରଶ୍ନ ହେଲା ବର୍ଗଚିତ୍ରର କେତୋଟି ଶୀର୍ଷ ଅଛି? 4ଟି। 15 ନମ୍ବର ପ୍ରଶ୍ନ ହେଲା ଏକ ସମତଳରେ ଥିବା 2ଟି ବିନ୍ଦୁ ମଧ୍ୟ ଦେଇ କେତୋଟି ସରଳ ରେଖା ଅଙ୍କନ କରାଯାଇପାରିବ? 1ଟି। ପ୍ରଶ୍ନ ନମ୍ବର 16 ହେଲା ସମକୋଣ ଠାରୁ କମ୍ କୋଣକୁ କେଉଁ କୋଣ କୁହାଯାଏ? ସୂକ୍ଷ୍ମ କୋଣ। 17 ନମ୍ବର ପ୍ରଶ୍ନ ହେଲା ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ ଅଧିକ ଓ 180 ଡିଗ୍ରୀରୁ କମ୍ ତାହାକୁ କେଉଁ କୋଣ କୁହାଯାଏ? ସ୍ଥୂଳ କୋଣ। 18 ନମ୍ବର ପ୍ରଶ୍ନ ହେଲା ରାତି 9ଟା ବେଳେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ କେଉଁ କୋଣ ସୃଷ୍ଟି ହୋଇଥାଏ? ସମକୋଣ। ପ୍ରଶ୍ନ ନମ୍ବର 19 ହେଲା 4×10 4 ଠାରୁ କେତେ ଅଧିକ? 4×10 ଯେ 40। 40 4 ଠାରୁ କେତେ ଅଧିକ? 36। ପ୍ରଶ୍ନ ନମ୍ବର 20 ହେଲା 2ଟି କ୍ରମିକ ସଂଖ୍ୟା ମଧ୍ୟରେ ଅନ୍ତର କେତେ? 1। ପ୍ରଶ୍ନ ନମ୍ବର 21 ହେଲା ସଂଖ୍ୟାଗୁଡ଼ିକୁ ସାନରୁ ବଡ଼ କ୍ରମରେ ସଜାଇ ଲେଖିବାକୁ କ'ଣ କୁହାଯାଏ? ଊର୍ଦ୍ଧ୍ୱକ୍ରମ। 22 ନମ୍ବର ପ୍ରଶ୍ନ ହେଲା ସଂଖ୍ୟାଗୁଡ଼ିକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖିବାକୁ କ'ଣ କୁହାଯାଏ? ଅଧକ୍ରମ। 23 ନମ୍ବର ପ୍ରଶ୍ନ ହେଲା ଗୋଟିଏ ସଂଖ୍ୟାର ସବୁଠାରୁ ସାନ ଗୁଣିତକ କିଏ? ସେ ନିଜେ। ପ୍ରଶ୍ନ ନମ୍ବର 24 ହେଲା ଗୋଟିଏ ସଂଖ୍ୟାର କେତୋଟି ଗୁଣିତକ ଥାଏ? ଅସଂଖ୍ୟ। 25 ନମ୍ବର ପ୍ରଶ୍ନ ହେଲା କେଉଁ ସଂଖ୍ୟାଟି ପ୍ରତ୍ୟେକ ସଂଖ୍ୟାର ଏକ ଗୁଣନୀୟକ? 1। ପ୍ରଶ୍ନ ନମ୍ବର 26 ହେଲା କ୍ଷୁଦ୍ରତମ ମୌଳିକ ସଂଖ୍ୟାଟି କିଏ? 2। ପ୍ରଶ୍ନ ନମ୍ବର 27 ହେଲା ଅଧିବର୍ଷରେ ବର୍ଷକ କେତେ ଦିନ ହୁଏ? 366 ଦିନ। ପ୍ରଶ୍ନ ନମ୍ବର 28 ହେଲା ଗୋଟିଏ ମାସରେ କେତୋଟି ପୂର୍ଣ୍ଣ ସପ୍ତାହ ଥାଏ? 4ଟି। 29 ନମ୍ବର ପ୍ରଶ୍ନ ହେଲା ଗୋଟିଏ ତରଭୁଜର ଦାମ 3 ଟଙ୍କା ହେଲେ କେତୋଟି ତରଭୁଜର ଦାମ 18 ଟଙ୍କା ହେବ? 6ଟି। ପ୍ରଶ୍ନ ନମ୍ବର 30 ହେଲା ଗୋଟିଏ ପ୍ରୋଟ୍ରାକ୍ଟର ସାହାଯ୍ୟରେ ସର୍ବାଧିକ କେତେ ଡିଗ୍ରୀ ପର୍ଯ୍ୟନ୍ତ କୋଣ ଅଙ୍କନ କରାଯାଇପାରିବ? 180 ଡିଗ୍ରୀ। ପ୍ରଶ୍ନ ନମ୍ବର 31 ହେଲା ଜ୍ୟାମିତି ବାକ୍ସରେ ଥିବା ସ୍କେଲର ଦୈର୍ଘ୍ୟ ସର୍ବାଧିକ କେତେ ସେଣ୍ଟିମିଟର? 15 ସେଣ୍ଟିମିଟର।
32 ନମ୍ବର ପ୍ରଶ୍ନ ହେଲା ବ୍ରେଲ୍ ଲିପ୍ରେ କେଉଁ ଅକ୍ଷର ପାଇଁ କେବଳ ଗୋଟିଏ ମାତ୍ର ବିନ୍ଦୁ ଅଛି? ଏ ଅକ୍ଷର ପାଇଁ। ପ୍ରଶ୍ନ ନମ୍ବର 33 ହେଲା 200 ମିଲିଲିଟର ପଳାରେ କେତେ ଥର ପାଣି ଢାଳିଲେ 1 ଲିଟର ପଳା ଭର୍ତ୍ତି ହେବ? 5 ଥର। 34 ନମ୍ବର ପ୍ରଶ୍ନ ହେଲା କେତେ ଦିନରେ ଗୋଟିଏ ପକ୍ଷ ହୁଏ? 15 ଦିନରେ। ପ୍ରଶ୍ନ ନମ୍ବର 35 ହେଲା ଆୟତକ୍ଷେତ୍ରର କର୍ଣ୍ଣ ଦୁଇଟି ମଧ୍ୟରେ ସମ୍ପର୍କ କ'ଣ? ପରସ୍ପର ସମାନ। ଭିଡ଼ିଓଟି ପସନ୍ଦ ହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କସ୍ ଫର୍ ୱାଚିଂ।